ଭଗବାନ ହେଲେ ଭାବର ଠାକୁର। ତାପରେ ଠାକୁର ଲେଖିଲେ ହର ବ୍ରହ୍ମା ଲକ୍ଷ୍ମୀ ସହିତେ, ହର ବ୍ରହ୍ମା ଲକ୍ଷ୍ମୀ ସହିତ ଏମାନେ ଯେ ନହିଲେ ଭକ୍ତ, ଏମାନଙ୍କ ଠାରେ ମୁକାର ଥିବାରୁ ଶ୍ରଦ୍ଧା ପ୍ରଭୁଙ୍କର କେବେ ନଥାଏ। ଦେଖନ୍ତୁ, ବ୍ରହ୍ମା ଭଗବାନଙ୍କର ଅତି ନିକଟ, ଅର୍ଥାତ୍ ତାଙ୍କର ଯେଉଁ ନାଭିରୁ ହିଁ ବ୍ରହ୍ମା ଉତ୍ପନ୍ନ କରିଥିଲେ ପ୍ରଭୁ। ହର ମଧ୍ୟ ଭଗବାନ ରୁଦ୍ର ଅବତାର। ବିଷ୍ଣୁଙ୍କୁ ବ୍ରହ୍ମା ଜନ୍ମ କଲେ, ବ୍ରହ୍ମାଙ୍କୁ ହର ଉତ୍ପନ୍ନ କଲେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। କିନ୍ତୁ ଦେଖିବାକୁ ଗଲେ ତିନି ଜଣ ଯାକ ଗୋଟିଏ। ବ୍ରହ୍ମା, ଗୁରୁର୍ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏମାନେ ଯେ ନହେଲେ ଭକ୍ତ, ବ୍ରହ୍ମାଙ୍କ ପାଖରେ ପୁଣି ଅହଙ୍କାର, ଶିବଙ୍କ ପାଖରେ ଅହଙ୍କାର। ହର ବ୍ରହ୍ମା ଲକ୍ଷ୍ମୀ ସହିତ, ମା ସବୁଦିନେ ଚରଣ ତଳେ ରହିଛନ୍ତି, ସେମାନଙ୍କୁ ମଧ୍ୟ ପ୍ରଭୁ କାଟି ଦେଉଛନ୍ତି। ବଡ଼ ଆଶ୍ଚର୍ଯ୍ୟ କଥା। ଆଉ ଆମେମାନେ କି ଆଚାର। ଯାହା ହଉ, ସେଥିପାଇଁ ଠାକୁର ଲେଖିଲେ ଗୋଟିଏ ସହିଲ ନାହିଁ ଅପରାଧୀ ଯେଣୁ ମୁହିଁ, ସ୍ୱାମୀ ମୋ କୃପା ସାଗର ଏଣୁ ମୋ ନଥାଏ ଭୀତି। ଗୋଟିଏ ସହିଲ ନାହିଁ ମାନେ ସବୁ ସହିଯିବେ ଠାକୁର। ମୋ ଜ୍ଞାନ ଭିତରେ ଠାକୁର ଗୋଟିଏ ଯେତିକି ସୀମିତ ଜ୍ଞାନରେ ବୋଧେ ଅହଙ୍କାରଟାକୁ ସିଏ ସହିପାରନ୍ତିନି। ବାସ୍ତବରେ ସିଏ ହିଁ ଧନ ଜନ ସମ୍ପତ୍ତି ଆମ ସମସ୍ତଙ୍କୁ ଦେଇଛନ୍ତି। ତାଙ୍କ ଧନ ତାଙ୍କୁ ଦେଇ ଆମ ମନ ଭିତରେ ସୂକ୍ଷ୍ମ ଭାବନା ଆସିଯାଉଛି, ମୁଁ ଏହା ଦେଲି। ସେଇଟାକୁ ଠାକୁର ସ୍ୱୀକାର କରି ନ ପାରନ୍ତି। ତେଣୁ ଦୈନ୍ୟ ସବୁ ଜୀବ କରିବାର ସମର୍ଥ ଅଛି। ଯଦି ପ୍ରଭୁଙ୍କ ପାଖରେ ଦୈନ୍ୟ ବିନମ୍ର ହିଁ କଲେ ସିଏ ସ୍ୱୀକାର କରିବେ। ବ୍ରହ୍ମାଙ୍କ ଗର୍ଭ ଭାଙ୍ଗିଲେ ଆପଣମାନେ ଜାଣିଛନ୍ତି। ବାଳ ଗୋପାଳମାନଙ୍କ ସଙ୍ଗରେ ବସି ବ୍ରହ୍ମା ଦେଖିଲେ ଯେ ଭଗବାନ ଶ୍ରୀକୃଷ୍ଣ ଏ ସଖାଗଣରେ ବସି ଦାନ୍ତ ଘଷିଛନ୍ତି ନାହିଁ, କି ଜାତି କ'ଣ ତାଙ୍କର ସେସବୁ ନଥିଲା। ସମସ୍ତଙ୍କ ବାଳ ଗୋପାଳଙ୍କ ପାଖରେ ବସି ତାଙ୍କର ଉଚ୍ଛିଷ୍ଟ ଖାଇଦିଅନ୍ତି, ନିଜେ ମଧ୍ୟ ଖୁଆନ୍ତି, ନିଜେ ଖାଆନ୍ତି। ତାଙ୍କ ସାଙ୍ଗରେ ବସି ଏଇ ଲୀଳା ଦେଖି ବ୍ରହ୍ମାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଯେ ଆରେ ମୁଁ ଶୁଣିଥିଲି ଇଏ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ, ଇଏ କହ ଭଳି ନା, ଇଏ ଭଗବାନ ହେଇପାରିନଥାନ୍ତି, ଇଏ ହେଇନଥିବେ। ସମସ୍ତ ବାଳ ଗୋପାଳ ତଥା ଗାଈ ଗୋରୁ ସମସ୍ତଙ୍କୁ ନେଇକରି ବୃନ୍ଦାବନରେ ସେ ଭାଗବତରେ କଥା ଆସେ, ସବୁ କମଣ୍ଡଳରେ ପୁରେଇ ଦେଇଥିଲେ। ଯାହାଫଳରେ କି ସେ ଲୀଳା ଗୋଟେ ସ୍ୱତନ୍ତ୍ର। ଆଉ ଥରେ ଭଗବାନ ସୃଷ୍ଟି କରିଦେଇଥିଲେ। ଗୋଟାଏ ବର୍ଷ ପର୍ଯ୍ୟନ୍ତ ଭଗବାନଙ୍କର ସାକ୍ଷାତ ରୂପରେ ଗୋପୀ ଗୋପାଳ ଗାଈ ଗୋରୁ ସମସ୍ତେ ଗୋଟିଏ ରୂପ ହେଇଗଲେ। ଏସବୁ କଥା କେବଳ ବଳରାମ ଜାଣିଥିଲେ, ଅନ୍ୟ କେହି ଜାଣିନଥିଲେ। ସୁନ୍ଦର ପ୍ରସଙ୍ଗଟିଏ। ତ ଗୋଟିଏ ବର୍ଷ ପରେ ବ୍ରହ୍ମା ଆଶ୍ଚର୍ଯ୍ୟ ହେଲେ, କହିଲେ ଆରେ ଦେଖିଲେ ଯେ ମୁଁ ତ ସମସ୍ତଙ୍କୁ ଗାଈ ଗୋପାଳ ଗୋରୁମାନଙ୍କୁ ସମସ୍ତଙ୍କୁ ମୁଁ କମଣ୍ଡଳରେ ନେଇଆଇଛି, କମଣ୍ଡଳରେ ଅଛନ୍ତି, ପୁଣି ବୃନ୍ଦାବନରେ ଖେଳା ଲୀଳା କରୁଛନ୍ତି। ଆଶ୍ଚର୍ଯ୍ୟ ହେଲେ। ଶେଷରେ ପ୍ରଭୁଙ୍କ ପାଖରେ ଯାଇ କ୍ଷମା ମାଗିଲେ। କହିଲେ ପ୍ରଭୁ, ମୁଁ ଜାଣିପାରିଲିନି ନା, ତୁମେ ବ୍ରହ୍ମା ମୋ ଲୀଳା ଖେଳାରେ ତୁମେ ବାଧା ଦେଲ, ତୁମର ସନ୍ଦେହ ଦୂର ହେଲା ମୁଁ କିଏ, ଆଉ ତୁମେ ମୋର ଗୋପାଳ ଗୋପୀ ତଥା ସମସ୍ତ ଗାଈ ଗୋରୁ ବଚ୍ଛାମାନଙ୍କୁ କମଣ୍ଡଳରେ ରଖିଦେଲ। ତୁମର ଏଇ ଅହଙ୍କାର ଠିକ୍ ହେଲାନି। ଏ ଅହଙ୍କାର ପାଇଁ ତୁମକୁ
ଆବାର ଆଉ ଥରେ ମର୍ତ୍ତ୍ୟରେ ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଶୁଣାଯାଇଛି ସେ ହରିଦାସ ଠାକୁର ହୋଇ ଜନ୍ମଗ୍ରହଣ କରିଥିଲେ। ତ ସେ ପ୍ରସଙ୍ଗ ସ୍ୱତନ୍ତ୍ର ଅଛି, କେତେବେଳେ କୃପା ହେଲେ କହିବା। ତ ବ୍ରହ୍ମାଙ୍କର ଗର୍ବ, ଇଆଡ଼େ ଶିବଙ୍କର, ସ୍ୱୟଂ ଭଗବାନ ଶଙ୍କର ଠାକୁରଙ୍କର ଅଂଶ। ସେ କହିଲେ ଯେତେବେଳେ ବର ଦେଇଦେବେ ଭଗବାନ ଶଙ୍କର, ସେ ଆଶୁତୋଷ ନା, ବିନା ବିଚାରରେ ବର ଦେଇଦିଅନ୍ତି। ଭସ୍ମଙ୍କୁ ବର ଦେଇଦେଲେ, ଭସ୍ମାସୁରକୁ ବର ଦେଲେ। ଭସ୍ମାସୁର ଚାଲାକି ବୁଦ୍ଧି କରି ଭଗବାନ ଶଙ୍କରଙ୍କୁ ପଛରେ ଗୋଡ଼େଇଥିଲା, ଯାହାଫଳରେ କି ଶଙ୍କରଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ଆଉ ଭସ୍ମାସୁରକୁ ମଧ୍ୟ ଗୋଟେ ସଦ୍ଭୂମିଷରେ ଭଗବାନ ବିଷ୍ଣୁ ତାଙ୍କୁ କହିଲେ, ଆରେ ତୁ କ'ଣ ଯେ ନରମୁଣ୍ଡ ମାଳ ପକାଇଛନ୍ତି, ବିଭୂତି ଗୋଳି ହେଉଛନ୍ତି, ସିଏ ତୋତେ କି ବର ଦେବେ? ତାଙ୍କ କଥାରେ ତୁ କାହିଁ ପଡ଼ିଛୁ? ନିଜେ ଆଗେ ଦେଖେ, ତାଙ୍କୁ କ'ଣ ପରୀକ୍ଷା କରିବୁ? ନିଜ ମସ୍ତକୁ ଆଗେ ଦେଖି ପରୀକ୍ଷା କରେ, ସେ ବର କ'ଣ ସତ? ଇଏ ବି ଗୋଟେ ଲୀଳା ରହିଛି। ଭସ୍ମ ହେଇଯାଇଥିଲେ, ଶିବ କହିଲେ ମୁଁ ବର ଦେଇଦେବି। ତ ଆଉ ଗୋଟିଏ କଥା ଅଛି, ଭଗବାନ ଯେତେବେଳେ ମୋହିନୀ ଅବତାର ଧାରଣ କରିଥିଲେ, ସେ ସମୟରେ ପାର୍ବତୀ ମାତା ଶଙ୍କର ଭଗବାନଙ୍କର କଥାକୁ ଶୁଣି କହିଥିଲେ, ପ୍ରଭୁ ଆଜି ଯେଉଁ ମୋହିନୀ ରୂପ ଧାରଣ କରିଥିଲେ ନା, ଭାରି ବଡ଼ ମନମୋହକ। ଏ ସମସ୍ତ ପ୍ରକାର କାମକୁ ମଧ୍ୟ ସେ ଜିତି ଯାଇଥିଲେ। ତାଙ୍କ ମାୟାରେ ଏମିତି ଜଣେ ଫେରିଯିବ ସମ୍ଭବ ନୁହଁ। ପାର୍ବତୀଙ୍କୁ ଶଙ୍କର ଭଗବାନ କହିଲେ, କିଭଳି ରୂପ ଧାରଣ କରିଥିଲେ ମୋତେ ଟିକେ କୁହ ନା ପ୍ରଭୁ, ମୋତେ ଆଉଥରେ ସେଇ ରୂପଟି ଦର୍ଶନ ଦିଅନ୍ତୁ। ତ ସେଇ ରୂପ ଯେତେବେଳେ ଭଗବାନ ଶଙ୍କରଙ୍କ ପାଖରେ ମୋହିନୀ ରୂପ ଧାରଣ କରିଥିଲେ, ଭଗବାନ ବିଷ୍ଣୁଙ୍କର ଏ ରୂପ ଲାବଣ୍ୟ ଦେଖି ଶଙ୍କର ତାଙ୍କ ପଛେ ପଛେ ଦୌଡ଼ିବାକୁ ଲାଗିଲେ। ଦୌଡ଼ି 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 ଯେତେବେଳେ ହାର ମାନିଲେ, ଶେଷରେ ଭଗବାନ ସାକ୍ଷାତ ପରମ ବ୍ରହ୍ମ ରୂପ ଧାରଣ କରି ଶଙ୍କର ଭଗବାନଙ୍କୁ ଆଶ୍ୱସ୍ତି କରିଲେ, କହିଲେ ରୁହ 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 ରୁହ, ହେ ଶଙ୍କର, ତୁମେ ହେଉଛ ରୁଦ୍ର ଅବତାର, ତୁମେ ମୋର ଅଂଶ, ତୁମେ କିପରି ଏଭଳି ମାୟାରେ ପଡ଼ିଗଲ? ନା ପ୍ରଭୁ, ଏତିକି କରନ୍ତୁ, ଆପଣଙ୍କ ମାୟାରେ କେବେ ପକାନ୍ତୁନି, ବଡ଼ ବିଚିତ୍ର ଆପଣଙ୍କ ମାୟା। ବ୍ରହ୍ମା ମଧ୍ୟ ନିଜର କନ୍ୟା ସନ୍ଧ୍ୟାଙ୍କ ପ୍ରତି ଆସକ୍ତ ହେଇଯାଇଥିଲେ। ଭଗବାନଙ୍କ ମାୟା ଏଭଳି ବିଚିତ୍ର, କାହାକୁ ବି ଛାଡ଼ିନି। ତୁମକୁ କ'ଣ, ଆମକୁ କ'ଣ, ଋଷି ମୁନି ତପସ୍ୱୀ ସମସ୍ତେ ମାୟାର ଆକ୍ରାନ୍ତ। କେବଳ ଏତିକିରେ ଛାଡ଼ିବ। ଠାକୁର ଲେଖିଛନ୍ତି କ'ଣ ନା, କେଦେବ ଉପମା ରମା ଶମ୍ଭୁ ବ୍ରହ୍ମା ତୋହରି ମାୟାରେ ପଣା ହୁଅନ୍ତି, ସେ ମାୟାର ଭକ୍ତ ଅଟଇ ବଞ୍ଚିତ। ତେଣୁ ତ ସଙ୍ଗେ ସେ କରେ ପ୍ରୀତି, କଳା ହାତରେ କେତେ ହେଲାଣି। ଭକ୍ତ ହିଁ ସେ ମାୟାକୁ ଜିତିପାରିବ। ତାର ଦୈନ୍ୟ ଆଉ ବିନମ୍ର ଏବଂ ଶ୍ରଦ୍ଧାରେ ଯଦି ଭଗବାନଙ୍କୁ କାୟ ମନବାକ୍ୟ ସମର୍ପଣ କରେ, ସବୁ ଥାଇ ନଥିଲା ଭଳି ସେମିତି ସହସ୍ର ମଧ୍ୟରେ ଜଣେ କେହି ଏ ସୃଷ୍ଟିରେ ଥାଆନ୍ତି ନିଷ୍କାମ ଭାବନାରେ। ତ ସେଇ ଭକ୍ତମାନଙ୍କୁ ଭଗବାନ ଆପଣାର କରିନିଅନ୍ତି। ଭକ୍ତ ତାଙ୍କ ଚରଣ ତଳେ ନିଜକୁ ସମର୍ପଣ କରି ତାଙ୍କ ମାୟାକୁ କିଛି ଜାଣିବାରେ ସମର୍ଥ ହୋଇପାରନ୍ତି। ନରସିଂହ ମେହତା, ତୁକାରାମ, ପ୍ରହ୍ଲାଦ ଭକ୍ତ, ଧ୍ରୁବ, ଅକ୍ରୂର, ଉଦ୍ଧବ, ହନୁମାନଜୀ, ସୁଦାମା, ଗଜ ମଧ୍ୟ ପ୍ରଭୁଙ୍କୁ ଆପଣାର କରିନେଲା, ମୃଗୁଣୀ, ଏମିତି ଅନେକ ଭକ୍ତ ଭକ୍ତିରେ ହିଁ ଭଗବାନଙ୍କୁ ରକ୍ଷା କରିପାରିଛନ୍ତି। ଭଗବାନ ତାଙ୍କୁ ରକ୍ଷା କରିଛନ୍ତି ଭକ୍ତର ଭାବରେ, ଭଗବାନଙ୍କ ଶରଣାପନ୍ନ ହେଇକି। ସେ ମଧ୍ୟରୁ ତାଙ୍କ ପାଖରେ ଭକ୍ତଙ୍କୁ ଭଗବାନ ବେଳେବେଳେ ସାଧାରଣ ମଣିଷର ଭାବନା ଆସେ ଯେ ଭଗବାନଙ୍କ ଭକ୍ତ ଏଭଳି ଆଡ଼ମ୍ବରପୂର୍ଣ୍ଣ କିଭଳି ରହନ୍ତି।
ଆରେ ବୁଝିବାକୁ ପଡ଼ିବ। ସାଧାରଣ ଲୋକଙ୍କ ପାଖରେ ଯଦି ଆମେ ମୁଣ୍ଡ ବିକୁଛେ, ସେ 50,000 ଟଙ୍କା କି ଲକ୍ଷେ ଟଙ୍କା କି କୋଟି ଟଙ୍କା ଦେଇଦେଲେ ଆମର ଗୁଜୁରାଣ ପରିବାର ମେଣ୍ଟେଇ ଦେଉଛେ, କି ଆମେ ଧନୀ ହେଇଯାଉଛେ, ନିଜକୁ ଧନୀ ଭାବନା କରୁଛେ, କି ବଡ଼ ପଢ଼ିବା ବାଲା ଭାବୁଛେ। କିନ୍ତୁ ଯିଏ ବିଶ୍ୱକର୍ତ୍ତା, ଯିଏ ବିଶ୍ୱ ବ୍ରହ୍ମାଣ୍ଡକୁ ତିଆରି କରିଛନ୍ତି, ତାଙ୍କର ଶରଣାଗତ ଭକ୍ତଙ୍କୁ ସେ କ'ଣ ଫୋପାଡ଼ି ଦେବେ? ନା। ଭକ୍ତ ତୁମର ଐଶ୍ୱର୍ଯ୍ୟ, ଆପଣ ଅଟ ମାଧୁର୍ଯ୍ୟ, ଭକ୍ତ ତୁମର ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସେବନ୍ତି ତୋତେ ଭକ୍ତି ପାଇଁ। ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଭକ୍ତ ଭଗବାନଙ୍କୁ ସେବା କରେ, ପୂଜା करे, ଭଜନ करे କେବଳ ଭକ୍ତି ପାଇଁ। ତୁମେ ଭକ୍ତ ଭାବଗ୍ରାହୀ है, ଅଭକ୍ତ ନ ଜାଣେ ପ୍ରଭୁ ତୁମରି ଭାବ। ତୁମ୍ଭେ ଭକ୍ତ ଭାବଗ୍ରାହୀ हे ଅଭକ୍ତ ଜାଣିବେ ପ୍ରଭୁ ଅବା କାହିଁ। ଏଠି ସ୍ପଷ୍ଟ ଠାକୁର ଲେଖିଲେ ଭକ୍ତ ହିଁ ଆପଣଙ୍କୁ ଜାଣିବ। ଭକ୍ତ କେହି ଜବରଦସ୍ତି ହେଇନାହିଁ, ହେବେ ନାହିଁ। ପୂର୍ବଜନ୍ମର ସୁକୃତ, ସାଧୁ ସଙ୍ଗ, ପିତାମାତାଙ୍କ ସୁକୃତ ଏବଂ ପ୍ରଥମ ଭକ୍ତି ସନ୍ତାନଙ୍କର ସେବା। ଯେ ପ୍ରଥମ କରି ଯଦି ଆସିବ ଏ ମାର୍ଗକୁ, ଆଗେ ସାଧୁ ସନ୍ଥ ଶାସ୍ତ୍ର, ସାଧୁ ବାଣୀ, ଶାସ୍ତ୍ରର ବାଣୀ, ସତ୍ସଙ୍ଗ, ଏ ସେବା କରିବା ଦ୍ୱାରା ହିଁ ପ୍ରଥମ ଭକ୍ତି। ଆହୁରି ଗୋଟେ ଅଛି ସାଧୁ ସଜ୍ଜନ, ନିଜର ଯେଉଁ ଜନ୍ମ କରିବା ବାପା ମା, ସେମାନଙ୍କ ଚରଣରେ ନିହାତି ସେବା ଆଉ କାର୍ପଣ୍ୟ ଭକ୍ତି ଥିଲେ ହିଁ ଜଣେ ଭଗବାନ କ'ଣ, ସାଧୁ କ'ଣ, ସନ୍ଥ କ'ଣ, ଈଶ୍ୱର ଜ୍ଞାନ କ'ଣ ଜାଣିବ। ସେହିଭଳି ପିତାମାତା ହରିଭକ୍ତି ଥିବ ଯଦି ତାଙ୍କର ଥିବ, ସେଇମାନେ ସେଇ ସନ୍ତାନମାନଙ୍କୁ ତିଆରି କରି ବିଦ୍ୟା ପ୍ରଦାନ କରନ୍ତି, ଉପଯୁକ୍ତ ଜ୍ଞାନ ପ୍ରଦାନ କରନ୍ତି, ସଂସାରର ଚଳଣି ଶିଖାନ୍ତି। ତା ମଧ୍ୟରେ ଭଗବାନ ଅଛନ୍ତି ବୋଲି ଏହି ବିଶ୍ୱାସ ତାଙ୍କୁ ପ୍ରଦାନ କରନ୍ତି।